ପୂର୍ବପୁରୁଷ ମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ସକାଳୁ ଉଠିବା ପରେ ବେସନ ଓ ଲେମ୍ବୁ ପାଣିରେ ଚେହେରା ସଫା କରିବା ଦ୍ୱାରା ଚେହେରା ପୁରା ସଫା ହୋଇଯାଇଥାଏ ଏବଂ ଚେହେରା ଗ୍ଲୋ ମଧ୍ୟ କରିଥାଏ। ନମ୍ବର 2, କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ଏଥିରେ ଥିବା ପ୍ରାକୃତିକ ଜୀବାଣୁନାଶକ ଗୁଣ ଜୀବାଣୁ ଓ ରୋଗକୁ ନଷ୍ଟ କରିଦେଇଥାଏ। ତା ସହିତ ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ରହିନଥାଏ। ନମ୍ବର 3, ଯଦି ପେଟ ଗରମ ହେଉଥାଏ ତେବେ ଆପଣ ରାତିରେ ଭୁସି ଓ ମିଶ୍ରିକୁ ପାଣିରେ ପକାଇ ଦିଅନ୍ତୁ ଏବଂ ଏହାକୁ ସକାଳୁ ସକାଳୁ ସେବନ କରନ୍ତୁ। ଏମିତି ଲଗାତାର କିଛି ଦିନ କରିଲେ ପେଟ ଥଣ୍ଡା ହୋଇଥାଏ। ନମ୍ବର 4, ଯଦି ଆପଣଙ୍କୁ ଅଧିକ କାଶ ହେଉଥାଏ ତେବେ 1 ଚାମଚ ଜୁଆଣିକୁ ଭଲ ଭାବରେ ଚୋବେଇକି ଉଷୁମ ପାଣି ପିଇ ଦିଅନ୍ତୁ। ଏମିତି କଲେ ବହୁତ ଆରାମ ମିଳିଥାଏ। ନମ୍ବର 5, ଲିମ୍ବ ପତ୍ରକୁ ଶୁଖେଇକି ତାକୁ ଗୁଣ୍ଡ କରିକି ନଡ଼ିଆ କତା ଜଳେଇ ସେଥିରେ ପକେଇକି ଧୂଆଁ କରିବା ଦ୍ୱାରା ଗୃହକୁ ମଶା ମାଛି ଆଦି କିଛି ଆସିବେ ନାହିଁ। ନମ୍ବର 6, ଯଦି ଆପଣ ମୋଟାପାକୁ ନେଇକି ଚିନ୍ତାରେ ଅଛନ୍ତି ଏବଂ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଅଦା ରସ ଲେମ୍ବୁ ରସ ସମାନ ମାତ୍ରାରେ ପିଇଲେ ମୋଟାପା କମ୍ ହୋଇଥାଏ। ନମ୍ବର 7, ଶରୀରରେ ପ୍ରତ୍ୟେକ ଦିନ ସାବୁନ ଲଗାଇବା ଉଚିତ ନୁହଁ। ଏହାଦ୍ୱାରା ଶରୀର ରୁଖା ଶୁଖିଲା ଲାଗିଥାଏ ଏବଂ ଶରୀରର ଚମକ କମିଯାଇଥାଏ। ନମ୍ବର 8, ଖବରକାଗଜରେ କେବେ ବି ଖାଦ୍ୟ ସେବନ କରନ୍ତୁ ନାହିଁ କାରଣ ସେଥିରେ ବ୍ୟବହୃତ ହେଉଥିବା କାଳିର ସମ୍ବନ୍ଧ ସିଧା କ୍ୟାନ୍ସର ସହିତ ଜଡ଼ିତ ରହିଥାଏ। ନମ୍ବର 9, କାଶ ଓ କଫରେ ପୀଡ଼ିତ ରୋଗୀମାନେ ଆଖୁ ରସ ପିଇବାରୁ ଦୂରେଇ ରୁହନ୍ତୁ ନଚେତ୍ କଫ ସମସ୍ୟା ବୃଦ୍ଧି ହୋଇଥାଏ। ନମ୍ବର 10, ମାଛ ସେବନ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ମାଛ ସେବନ କରିବା ଦ୍ୱାରା ଚର୍ମ ଚିକ୍କଣ ହୋଇଥାଏ କିନ୍ତୁ ମାଛ ସେବନ କରିସାରିବା ପରେ କ୍ଷୀର ସେବନ ଯଦି କରନ୍ତି ତେବେ ଚର୍ମରେ ଧଳା ଦାଗ ହୋଇଯାଇଥାଏ। ନମ୍ବର 11, ସକାଳୁ ଖାଲି ପେଟରେ ଚଣା ସେବନ କରିବା ଦ୍ୱାରା ହାଡ଼ ମଜବୁତ ହେବା ସହିତ ହାର୍ଟ ଆଟାକ୍ ହେବାର ଆଶଙ୍କା କମ୍ ଥାଏ। ନମ୍ବର 12, ଯଦି ପ୍ରତିଦିନ 1 ଗିନା ଦହି ସେବନ କରନ୍ତି ତେବେ ଏହାଦ୍ୱାରା ଇମ୍ୟୁନିଟି ପାୱାର ଭଲ ରହିଥାଏ ଏବଂ ତା ସହିତ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ। କିନ୍ତୁ ମନେ ରଖିବେ ରାତ୍ରି ସମୟରେ କେବେ ବି ଦହିର ସେବନ କରିବା କଥା ନୁହେଁ। ନମ୍ବର 13, ଯଦି ଗୃହରେ ବିନା କାରଣରେ ଝଗଡ଼ା ଲାଗି ରହୁଥାଏ ତେବେ ପ୍ରତ୍ୟେକ ଦିନ ସକାଳୁ ଉଠି 108 ଥର ଗାୟତ୍ରୀ ମନ୍ତ୍ର ପାଠ ଜପ କରିବା ଦ୍ୱାରା ମଙ୍ଗଳ ହେବା ସହିତ ଗୃହରେ ଶାନ୍ତି ପରିବେଶ ସୃଷ୍ଟି ହୋଇଥାଏ। ନମ୍ବର 14, ସକାଳୁ ଉଠିବା ପରେ ଶୟନ କରିଥିବା ବିଛଣାକୁ ସେମିତି ଅସଜଡ଼ା କରିକି ପକେଇ ରଖିବା କଥା ନୁହେଁ। ଏମିତି କରିବା ଦ୍ୱାରା ଶନି ଓ ରାହୁଙ୍କର ଅଶୁଭ ଦୃଷ୍ଟି ପଡ଼ିଥାଏ। ନମ୍ବର 15, ଯଦି ହାତରେ ପାଣି ଯାଦୁ ହୋଇଥାଏ ତେବେ ଆପଣ ଲିମ୍ବପତ୍ର ରସରେ ଖଇର ଘୋରି ଲଗାଇବା ଦ୍ୱାରା ହାତରେ ଯାଦୁ ଭଲ ହୋଇଯାଇଥାଏ। ନମ୍ବର 16, ଯଦି ହାତ ଓ ଗୋଡ଼ ପୋଡ଼ୁଥାଏ ତେବେ ମଞ୍ଜୁଆତି ପତ୍ର ବାଟିକି ହାତ ଓ ଗୋଡ଼ରେ ଲଗେଇ ଦିଅନ୍ତୁ। ଏହାଦ୍ୱାରା ଜଳାପୋଡ଼ା ରୋଗ ଭଲ ହୋଇଯାଇଥାଏ। ନମ୍ବର 17, ପ୍ରତିଦିନ ସକାଳୁ ଉଠି ମୁଣ୍ଡ କୁଣ୍ଡାଇବା ଦ୍ୱାରା କେଶମୂଳ ମଜବୁତ ହୋଇଥାଏ ଏବଂ ଯଦି କାଠ ପାନିଆରେ ମୁଣ୍ଡ କୁଣ୍ଡାନ୍ତି ତେବେ କେଶ କମ୍ ଝଡ଼ିଥାଏ। ନମ୍ବର 18, ଯଦି କେଉଁଦିନ ବିଲେଇ ଆସିକି ପାଦକୁ ଚାଟି ଦିଏ ତେବେ ଏହା ଅଶୁଭ ହୋଇଥାଏ ଏବଂ ତା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ନମ୍ବର 19, ଭାତ ସେବନ କରିସାରିବା ପରେ କେବେ ବି ଭାତ ହାଣ୍ଡିକୁ ଖାଲି କରିବା ଉଚିତ ନୁହଁ କି ରୁଟି ସେବନ କରିସାରିବା ପରେ ସେହି ଜାଗାକୁ କେବେ ବି ଖାଲି ରଖିବା ଉଚିତ ନୁହେଁ। ନମ୍ବର 20, ଖାଦ୍ୟ ସେବନ କରିସାରି ତୁରନ୍ତ କେବେ ବି ପାଣି ପିଇବା ଉଚିତ ନୁହେଁ। ଏହାଦ୍ୱାରା ପେଟ ଜନିତ ସମସ୍ୟା ହୋଇଥାଏ ଏବଂ ବଦହଜମି ମଧ୍ୟ ହୋଇଥାଏ। ଏହି କଥା ମନେ ରଖିବେ। ନମ୍ବର 21, ଯଦି ଆପଣଙ୍କର ରକ୍ତହୀନତା ରହିଛି ତେବେ ଆପଣ ପ୍ରତିଦିନ ଗୋଟେ ସେଉ ଗୋଟେ ଡାଳିମ୍ବ ନିହାତି ଭାବରେ ସେବନ କରିବା ଉଚିତ। ନମ୍ବର 22, ଖାଦ୍ୟ ସେବନ କରିବା ସମୟରେ କେବେ ବି ଲୁଣ ତଳେ ପକାଇବା ଉଚିତ ନୁହେଁ କିମ୍ବା ହାତରେ ଲାଗିଥିବା ଲୁଣକୁ ନିଜର ପିନ୍ଧିଥିବା ବସ୍ତ୍ରରେ ପୋଛିବା ଉଚିତ ନୁହେଁ। ଏହା ଅମଙ୍ଗଳ ହୋଇଥାଏ। ନମ୍ବର 23, ମାସିକ ଧର୍ମ ସମୟରେ ପେଟର ଯନ୍ତ୍ରଣାକୁ ଭଲ କରିବା ପାଇଁ ଶୁଣ୍ଠିକୁ ଗୁଣ୍ଡ କରିକି ସେଥିରେ ଟିକେ ଲୁଣ ମିଶାଇକି ଉଷୁମ ପାଣି ସହିତ ସେବନ କରନ୍ତୁ। ଏହି ପାଣି ପିଇବା ଦ୍ୱାରା ପେଟ ଭଲ ଲାଗିଥାଏ। ନମ୍ବର 24, ଯଦି ସବୁବେଳେ ଆପଣଙ୍କୁ ସର୍ପର ଭୟ ଲାଗି ରହୁଥାଏ ତେବେ ବେଗୁନିଆର ଚେର ଆଣିକି ଗୃହରେ ରଖନ୍ତୁ। ଏମିତି କରିବା ଦ୍ୱାରା ସର୍ପ ଗୃହରେ ପଶିନଥାଏ। ନମ୍ବର 25, ସକାଳର ଭୋଜନ ନ କରିବା ଦ୍ୱାରା ପେଟ ଫୁଲି ଯାଇଥାଏ, ଗ୍ୟାସ୍ ହୋଇଯାଇଥାଏ ଏବଂ ହଜମ ଶକ୍ତି କମିଯାଇଥାଏ। ତେଣୁ ଆପଣମାନେ ସକାଳର ଭୋଜନ ବହୁତ ମାତ୍ରାରେ କରନ୍ତୁ।
नंबर 26 जदि शरीर अपेक्षा पेट अधिक बाहरी जाइए तेबे आपण धला भात चीनी मैदा लुण फास्टफुड एवं जंक फूड यही सबु खाद्य कम रु अति कम सेवन करंतु। नंबर 27 जदि ओठ कला पड़ जाए ताहले शोइबा पूर्वर ओठरे दही मालिश करी किछि समय पर धोई शुअंतु। एहा द्वारा ओठ लाल एवं सुंदर हुए। नंबर 28 अधिक चुटी उपुड़ी जाउथिले लिंब पत्र मंदार पत्र मेथी एवं नड़िया तेल को भल भाव पेस्ट करी लगे किछि समय पर रखी मुंड धोई दियंतु। एहा कले चुटी उपुड़ी न थाए। नंबर 29 जो मानकु भोक हेउ न थाए से माने डालिंब मंजी को बाहर करी सेथिरे अल्प कला लुण पकई खाइबा द्वारा भोक लागिबा आरंभ होई जाए। नंबर 30 जदि आपणकर शरीर को सुस्थ रखापी चाहूँगी तो दिन को 10 रु 12 ग्लास पानी निहाती पियंतु। नंबर 31 महिला मानकर मुहरे होइथिबा चुट्टी को हटेइबा पाई अल्प क्षीर रे चीनी मिसई फुटांतु एवं ठंडा हवा पर सेथिरे कॉफी पाउडर मिसई निश होइथिबा स्थान रे लगेइले मुहर सब केस हटि जाइथाए। नंबर 32 शरीर मोटापा को कम करिया हेले जीरा को गुंड करी अध ग्लास उषुम पानी रे जीरा पाउडर पकई सकाळ संध्यारे पियंतु। एहा कले ओजन शीघ्र कमी थाए। नंबर 33 जदि आपणकर रोग प्रतिरोधक शक्ति कम रही थाए तेबे आपण भोजन करिबा परे सुखिला नड़िया खांतु। सुखिला नड़िया रे प्रोटीन विटामिन कैल्शियम एवं आयरन रही थाए। प्रतिदिन सुखिला नड़िया खाइबा द्वारा रोग प्रतिरोधक क्षमता बढ़ी थाए। नंबर 34 ठीक रे भोक हेउ नथिले सकाळु 7टी बेलपत्र सहित गोलमरीच मिसई चोबई खांतु। एहा कले भोक हेबा आरंभ होई जाए। नंबर 35 सजना साग पालंग साग खाइबा स्वास्थ्य पई बहुत लाभदायक। सजना साग खाइले चक्षु रोग भल होइथाए एवं पालंग साग रे आयरन र मात्रा अधिक थाए। तेणु पालंग साग खाइले शरीर रे केबे भी आयरन र कमी होई न थाए। नंबर 36 सबुज पनीपरिबा रे तरकारी करिबा समय रे सेथिरे खाइबा सोडा पकांतु नाही। एहा खाद्यर विटामिन को नष्ट करी दिए। नंबर 37 मास को निहाती भावरे गोटे थर रक्तचाप टेस्ट निहाती भावरे करंतु एवं 40 वर्ष होई जिया पर निहाती भावरे टेस्ट करंतु और सुस्थ रुहंतु। नंबर 38 पाद जदि मकजी हो जाई थाए तेबे आपण पादरे बरफ घसीबा द्वारा यह आराम मिली थाए। नंबर 39 जदि गोड़ अधिक जोरे घोला बिंधा होउथाए तेबे हल्का उषुम पानी रे गोड़ को 30 मिनिट पर्यंत बुड़ेकी रखंतु। एहा द्वारा एही समस्या शीघ्र मुक्ति मिली थाए। नंबर 40 रविवार दिन बेलगछ पूजा करी प्रदक्षिण करने द्वारा मंगल होइथाए। एहीपरि 7टी रविवार करने द्वारा मनस्कामना सब पूर्ण होइथाए। आपण मानकु जदि मो भिडियोटी भल लागुथाए ताहाले लाइक कमेंट आउ शेयर करिया को जमा भी भूलिबेनी। आउ जदि आपण माने मो चैनल को नुआ करी आछंती ताहाले गोटे सब्सक्राइब निहाती करिदेबे। जय जगन्नाथ कमेंट बॉक्स रे लिखंतु।